ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବହେନମାନଙ୍କୁ ମୋର୍ ଜୁହାର। ଆଜି ଶୁନ୍ମା ପାଠ ଆଉ ଷାଠ। ଗୁଟେ ରାଇଜନେ 4 ଜଣ ସାଙ୍ଗ ଥିଲେ। ସେ 4 ଜଣ ବହୁତଟି ସାଙ୍ଗ ହେଉଥିଲେ। ସେମାନଙ୍କର ଭିତରୁ 3 ଜଣ ଥିଲେ ବହୁତ ପଣ୍ଡିତ ଆଉ ପୁରାଣ ଶାସ୍ତ୍ର ପଢ଼ି ସବୁ ପ୍ରକାର ବିଦ୍ୟା ଜାଣିଥିଲେ। ସେଥିର୍ ଲାଗି ସେମାନଙ୍କର ବେଶୀ ଗର୍ବ ଆର୍ ଅହଙ୍କାର ଥିଲା। ତାକର ହିସାବେ ସେମାନଙ୍କର ଏନ୍ତା ବିଦ୍ୱାନ ପଣ୍ଡିତ ଆଉ ପୁରାଣ ଶାସ୍ତ୍ର ଜାନବାର ଲୋକ ଇ ପାଖେ ଆଖେ କିଏ ନାଇଁନ। 4 ନମ୍ବର ସାଙ୍ଗ ଜଣକ ସାଧାରଣ ଜ୍ଞାନ ସମ୍ପନ୍ନ ସାଧା ସିଧା ଲୋକ। ହେଥିର୍ ଲାଗି ଇ 3 ଜଣ ସାଙ୍ଗ ଯାହିଁ ଗଲେ 4 ନମ୍ବର ସାଙ୍ଗକେ ନେବାର ଲାଗି ପସନ୍ଦ ନାଇଁ କରୁଥନ୍। କାରଣ 4 ନମ୍ବର ସାଙ୍ଗ ଜଣକ ତାକର ଏନ୍ତା ପୁରାଣ ଶାସ୍ତ୍ର ପଢ଼ି ନାଇଁ ଥାଏ କି ଏତେ ବେଶୀ ଜ୍ଞାନୀ ବି ନାଇଁ ଥାଏ। ହେଥିର୍ ଲାଗି କଥା ପଡ଼ିଲେ ସାଧାରଣ ଜ୍ଞାନ ଥିବାର ସାଙ୍ଗ ଜଣକ କହୁଥିଲା, ମୁଇଁ ତୁମର ଏମାନଙ୍କର ଏନ୍ତା ଜ୍ଞାନୀ ନାଇଁସେ ସତ୍, ହେଲେ ତୁମର ଏନ୍ତା ଭକୁଆ ବି ନାଇଁସେ। ତୁମେମାନେ ମୋଟା ମୋଟା ବହି ପଢ଼ି ପଢ଼ି ଆର୍ ଜଟିଲ ଶାସ୍ତ୍ର ମାନଙ୍କର ଜ୍ଞାନ ଶୁଣି ଶୁଣି ତୁମର ମାନଙ୍କର ବୁଦ୍ଧି ସବୁ ଚାପି ହେଇଯାଇଛି। ତୁମେମାନେ ପଣ୍ଡିତ ହେଲେ ବି ମୂର୍ଖ। ଏନ୍ତା ଶୁନିକରି ପଣ୍ଡିତ ସାଙ୍ଗମାନେ କହୁଥିଲେ, ତୁମର ଏନ୍ତା କମ୍ ବୁଦ୍ଧିର ଲୋକ ହେନ୍ତା କହିବା ନ। ଆମର ମାନଙ୍କର କେତେ ବୁଦ୍ଧି ଅଛେ ଯେ ସମୟ ଆଇଲେ ଜାନବ। ଗୁଟେ ଥର 4 ଜଣ ସାଙ୍ଗ ବୁଲବାର ଲାଗି ଗଲେ। ସେମାନଙ୍କର ଭିତରୁ 3 ପଣ୍ଡିତ ସାଙ୍ଗ ବାଟ ସାରା ଆମେ ବହୁତ ଜ୍ଞାନୀ କହି ଗର୍ବ କରି ଚାଲିଥନ୍। କିଛି ବାଟ ଗଲା ଉତାରୁ ସେମାନେ ଗୁଟେ ଜଙ୍ଗଲ ଭିତରେ ପଶଲେ। ଜଙ୍ଗଲର ଗୁଟେ ଜାଗା ଥି ହାଡ଼ମାନେ ଗଦା ହେଇ ପଡ଼ିଥିବାର ଦେଖିଲେ। 3 ପଣ୍ଡିତ ସାଙ୍ଗ କହିଲେ, ଆମର ଜ୍ଞାନର ପରୀକ୍ଷା ଆଜି ଇନ ହେବା। ଗୁଟେ ସାଙ୍ଗ କହିସି, ଇଟା ଦେଖ, ଇଠାନେ ହାଡ଼ ମାନେ ପଡ଼ିଛି। ଏନ୍ତା ଲାଗୁଛେ କି ଇଟା ଗୁଟେ ମଲା ସିଂହର ହାଡ଼। ଆମେ ମନ୍ତ୍ର ବୋଲନେ ଇଟାକେ ଜୀବନ ଦେମା। ସାଧାରଣ ଜ୍ଞାନ ଥିବାର ସାଙ୍ଗ ଜଣକ କହିଲା, ଇଟା ଯଦି ସିଂହର ହାଡ଼ ହେନ୍ତା ହେଲେ ତାହାକେ ଜୀବନ ଦେବାର କଥା ନାଇଁସେ। ଇଥିନେ ଆମକେ ବହୁତ ବିପଦ ଅଛି। ପଣ୍ଡିତ ବନ୍ଧୁମାନେ କହିଲେ, ମୂର୍ଖମାନେ ସବୁ କଥାରେ ଡରସନ୍। ଜ୍ଞାନୀ ଲୋକମାନେ ବିନା କେନ୍ସି କାରଣରେ ନାଇଁ ଡରନ୍। ହେଥିର୍ ଲାଗି ଆମେ ଏଟାକେ ଜୀବଦାନ ଦେମୁ। ସାଧାରଣ ଜ୍ଞାନ ଥିବାର ସାଙ୍ଗ ଜଣକ କହିଲା, ମୂର୍ଖ ପଣ୍ଡିତ ମାନଙ୍କୁ ଉପଦେଶ ଦେଇ କିଛି ଲାଭ ନାହିଁ। ତୁମର ମାନଙ୍କର ଯାହା ଇଚ୍ଛା କର, ହେଲେ ମତେ ଟିକେ ସମୟା ଦିଅ। ମୁଇଁ କେନ୍ ଗଛ ଗୁଟେକେ ଚଢ଼ି ଲୁକି ଯାଏସି। କମ୍ ସେ କମ୍ ମୋର୍ ଜୀବନଟା ତ ବଞ୍ଚବା। ଏନ୍ତା କହି ସେ ତରସର ଗଛ ଗୁଟକେ ଚଢ଼ି ଡାଲପତର ଭିତରେ ଲୁକି ଇମାନଙ୍କୁ ଡୁଙ୍ଗୁଥିସି। ତାରପରେ ସେ 3 ପଣ୍ଡିତ ସାଙ୍ଗ ସିଂହକେ ତାକର ମନ୍ତ୍ର ବୋଲେ ଜୀବଦାନ ଦେସନ୍। ଜୀବନ ପାଇ ସିଂହଟା ଆଲଟି ମୁରକୁଟି ହେଇ ଉଠଲା। ସତେ ଯେନ୍ତା କେତେ ଦିନ ଶୋଇଥିଲା ଆଉ ଉଠୁଛି। ଆଉ ଉଠିକରି ଇ 3 ସାଙ୍ଗକେ ଘୁଟେଇ ଘୁଟେଇ ଦେଖୁଛି। ସେ ଯେନ୍ତା ଘୁଟେଇ ଦେଖୁଛି ଯେ ସେଥିରେ ଟିକେ ବି କୃତଜ୍ଞତାର ଭାବ ନାଇଁନ। ବରଂ ଇମାନଙ୍କୁ ଦେଖି ତାର ଲାଲ ଥିପି ପଡ଼ୁଛି। ଇଟା ଦେଖିକରି 3 ମୂର୍ଖ ପଣ୍ଡିତ ସିଂହକେ କହେସନ୍, ଏ ମୂର୍ଖ ସିଂହ, ତୁଇ ମରି କରି ପଡ଼ିଥିଲୁ। ଆମେ 3 ସାଙ୍ଗ ଆମର ବିଦ୍ୟାର ବୋଲେ ତତେ ଜୀବଦାନ ଦେଇଛୁଁ। ସିଂହ ଆର୍ କାଣା ଶୁଣୁଛେ, କାହିଁ କେତେ ଦିନ ଭୁକେ ଥାଇ ଜୀବନ ପାଇଛେ। ଏକା ମାଡ଼େ 3 ଜଣଙ୍କର ଉପରେ ଝାପଟି ପଡ଼ସି। ଗଛ ଉପରେ ଲୁକି ସେ ମୂର୍ଖ ସାଙ୍ଗ ଜଣକ ଏସବୁ ଦେଖି ଡରର ମାଡ଼େ ତାହାକେ ଜମଝାଲ ରୁକେଇ ହେଉଥିସି। ଟିକେ ଉତାରୁ ସିଂହ ପଲାଲେ ଗଛ ଉପରୁ ଉତରି ଏକା ନିଶ୍ୱାସେ ଗାଁ ଆଡ଼େ ନର୍ଦି ତାର ଜୀବନ ବଞ୍ଚାସି। ଇ କଥା ନିର୍ନୁ ଶିକ୍ଷା, ଯେତେ ବଡ଼ ଜ୍ଞାନୀ ହେଇଥିଲେ ବି ଯାହାର ପାଖେ ଯଦି ସାଧାରଣ ଜ୍ଞାନ ନାଇଁନ ବୋଇଲେ ସେ ଶିକ୍ଷାର କିଛି ଲାଭ ନାଇଁନ।